ओम शांति। पवित्रतार आधार द्वारा मानसिक सेवा करिवार जुक्ति हेउछि योग अभ्यास। मु आत्मा मु आध्यात्मिकतारे परिपूर्ण एक विशेषात्मा। मोठारू सर्वदा आध्यात्मिकतार अनुभव होइथाय। आध्यात्मिक स्मरण मो आखिरे दृश्यमान होइथाय। मोर आध्यात्मिक हस अन्यमानकु मध्य खुशीर अनुभूति करैथाय। मोर आध्यात्मिक संकल्प गुड़िक एवं अन्यमानकु मध्य शक्ति प्रदान करिथाय। मोर आध्यात्मिक चाली एवं कर्मयोग चाली मोर आध्यात्मिक संकल्प स्वतः मानसिक सेवा करिथाय। मोर आध्यात्मिक शब्द गुड़िक आशीर्वाद शब्द अटे। मोर मन वचन एवं शब्दरे आध्यात्मिकतार आधार हेउछि पवित्रता। पवित्रता मोर ब्राह्मण जीवनर श्रृंगार अटे एवं प्रकृत गुण अटे। पवित्रता मोर मर्यादा अटे। आध्यात्मिकता संपन्न मु पवित्र आत्मा। एही लोकरे रही मो मध्य अलौकिक फरिश्ता समान देखा जाइथाय। मोर प्रत्येक शब्द ब्रह्मचारी अटे। मोर प्रत्येक संकल्प ब्रह्मचारी। मोर प्रत्येक कार्य ब्रह्मचारी। मोर स्वप्न मध्य संपूर्ण पवित्र अटे एवं शुद्ध अटे। एक दृश्य को मु सामना को आणुछि। एक पोखरी रे उज्ज्वल संपूर्ण सुवर्ण कमल फूल पानी रे थाई मध्य से पानी स्पर्श करि न थाए। सेही दिव्य कमल फूल मझिरे जोग मुद्रा रे स्थित दिव्य देव स्वरूप परमात्मा ठारू दिव्य किरण देव स्वरूप उपरे पड़ुछि। सेही दिव्य रूप मध्य सुवर्ण धड़ा आलोकरे चमकुछि।
ସୁବର୍ଣ୍ଣ କମଳ ଫୁଲ ଉପରେ ଚମକୁଥିବା ଦିବ୍ୟ ସ୍ୱରୂପ, ଏହି ମୋରି ପବିତ୍ର ସ୍ୱରୂପର ଅଦ୍ଭୁତ ଦୃଶ୍ୟ ଅଟେ। ମୋର ଆଧ୍ୟାତ୍ମିକତାର ମୂଳଦୁଆ ହେଉଛି ପବିତ୍ରତା। ମୁଁ ବାବା ସମାନ ଆତ୍ମା, ଏକବ୍ରତା, ଏକମତ, ଅଚଳ ଅଟଳ ଅଟେ। ଆତ୍ମାମାନଙ୍କୁ ଏବଂ ପ୍ରକୃତିକୁ ମଧ୍ୟ ମୁକ୍ତି ଦେଉଥିବା ମୋ ମାଷ୍ଟର ମୁକ୍ତିଦାତା ଆତ୍ମା ଅଟେ। ବର୍ତ୍ତମାନ ମୁଁ ସବୁ ହଦର ଶବ୍ଦକୁ ଛାଡ଼ି ମୁଁ ଦୟାଳୁ ଆତ୍ମା ବନୁଛି। ହଦରର ଆକର୍ଷଣରୁ, ହଦରର ଶବ୍ଦରୁ ମୁଁ ସ୍ୱତଃ ହିଁ ଦୂର ହେଇଯାଇଛି। ମୁଁ ମାନସିକ ସେବାରେ ନିୟୋଜିତ ହୋଇଯାଇଛି। ମୁଁ ସମସ୍ତଙ୍କୁ ସକାଶ ଦେଉଛି, ସାହାରା ଦେଉଛି, ଶାନ୍ତି ଦେଉଛି। ଦୁଃଖୀ ଆତ୍ମାମାନଙ୍କୁ ଖୁସିର ଅଞ୍ଜଳି ଦେଉଛି। ମୋର କେବଳ ଗୋଟିଏ କାମ ହେଉଛି ସମସ୍ତଙ୍କୁ ଆଶୀର୍ବାଦ ଦେବା। ଯଦି କେହି ମୋତେ ଅଭିଶାପ ଦିଅନ୍ତି, ତେବେ ବି ମୋ ହୃଦୟରୁ ଆଶୀର୍ବାଦ ବାହାରିଥାଏ। କାହିଁକି ନା ମୁଁ ଆଶୀର୍ବାଦ ସାଗରର ସନ୍ତାନ ଅଟେ। ଯଦି କେହି ମୋ ଉପରେ ନାରାଜ ହୁଅନ୍ତି, ତେବେ ବି ମୁଁ ସେମାନଙ୍କ ଉପରେ ନାରାଜ ହୋଇନଥାଏ। ମୁଁ ଦୃଢ଼ ସଂକଳ୍ପ ନେଉଛି, ମୋତେ ସମସ୍ତଙ୍କୁ ଆଶୀର୍ବାଦ ଦେବା ଏବଂ ନେବାର ଅଛି। ସମସ୍ତଙ୍କୁ କଲ୍ୟାଣ କରିବାର ଅଛି। କୌଣସି ପ୍ରକାର କାରଣକୁ ମୁଁ ମଝିରେ ଆଣିନଥାଏ। ମାନସିକ ସେବାରେ ଲାଗିଥାଏ। ଏହା ଦ୍ୱାରା ମୋର ଆଶୀର୍ବାଦର ଖାତା ଜମା ହୋଇଥାଏ। ସତ ହୃଦୟରେ ସେବା କରିଥାଏ। ସେହି ପ୍ରତ୍ୟକ୍ଷ ଫଳ ଦ୍ୱାରା ମୋତେ କେବେ ବି ଥକାବଟ ହୁଏ ନାହିଁ। ଖୁସିର ଅନୁଭବ କରିଥାଏ। ମୁଁ ସଂକଳ୍ପ ଏବଂ ସ୍ୱପ୍ନରେ ମଧ୍ୟ ପବିତ୍ରତାକୁ ଅନୁଭବ କରୁଥିବା ବାବା ସମାନ ଆତ୍ମା
ବ୍ରହ୍ମଚାରୀ। ମାନସିକ ସେବାଧାରୀ, ତୀବ୍ର ପୁରୁଷାର୍ଥୀ, ଆଶୀର୍ବାଦ ଦେବା ଏବଂ ନେଉଥିବା ପୁଣ୍ୟ ଆତ୍ମା। ବାପଦାଦାଙ୍କର ପ୍ରକୃତ ଉତ୍ତରାଧିକାରୀ ଆତ୍ମା ଅଟେ ମୁଁ। ଓମ୍ ଶାନ୍ତି ଶାନ୍ତି ଶାନ୍ତି।